ओम श्री श्री रामकृष्णाय नमः। आज कार्यक्रम रे आम पतंजलि योग सूत्र संबंध रे किछि आलोचना करिबा। ए आलोचना पूर्व केतोटी प्रश्न आसी तार उत्तर सर्वप्रथम देवाई चेष्टा करुँच। जड़े पचारि धर्मर संज्ञा कौन? प्रकृत में अत्यंत स्वल्प व्यक्ति धर्मर संज्ञा जानते। धर्म ध्रुव धातुर उद्धृत, ध्रुव अर्थात धारण करवा। एठारे प्रश्न उठे कौन धारण करवा? ए जगार आमर प्राचीन गवेषणार यह जना पड़ी जे चेतना दुई प्रकार। गोटे हूँ आभास चेतना, आ गोटे हूँ ऐश्वरिक चेतना। आम साधारण शिक्षा एवं साधना अभाव केवल आभास चेतना को जीवन रूप में रूपांतरित कर जहाँ क्षयर अधीन। तेणु जन्म पर धीरे धीरे आम मृत्यु आड़ को गति कर मनुष्य से अनेक गवेषणा कला, अनेक चिंता कला एवं से अमरता लाभर रहस्य शेष आविष्कार कला जे आ गोटे चेतना को अवधारण कले। आम जदि शिक्षा यथार्थ शिक्षा एवं साधना बल ऐश्वरिक चेतना को अवधारण करिपारू ताहले आमर गति मृत्यु आड़क न हो अमरता आड़क, कैवल्य आड़क, पूर्णता आड़क हुए। जहाँ हेउची मनुष्य जीवनर धर्म। किंतु मनुष्य शिक्षा एवं साधना अभाव कौन करे? से धर्म को परित्याग करे, शिक्षा साधना को परित्याग करे एवं सांप्रदायिक आईन कानून रे को धर्म मन करे एवं विभिन्न नामर दल गुड़िक, गोष्ठी गुड़िक, संप्रदाय गुड़िक मध्य प्रवेश करे एवं अशिक्षित होई यही आभास चेतना बा माइक चेतना को सर्वस्व मन करी अनेक क्लेश भोग करे एवं शेष में मृत्यु पर मृत्यु लाभ करुता। ए संसार एभली कौन सी व्यक्ति नाही जे कि यही भौतिक जगत रे किछि पाइछि सुख शांति बा कौन सी प्रकार विलक्षण लाभ करि पारिब नाही। जीवन व्यर्थ हेब। तेणु से अशिक्षित ताहाको कहा जाए। मनुष्य स्कूल कॉलेज पढ़ी दिले शिक्षित हो जाए ना। मनुष्य जिते बेल पर्यंत यथार्थ शिक्षा एवं साधना द्वारा निजर शरीर रे से ऐश्वरिक चेतना को धारण कर न पारे सेते दिन पर्यंत से मूर्ख अशिक्षित। से जहाँ भी यही भौतिक पाठ पढ़ी था, MA BA आउ LLB जहाँ भी करी तार मूल्य किसी न थाए। कहीं से साधारण आभास चेतना अंतर्गत बा मायार अंतर्गत बा भ्रमर अंतर्गत बा मिछर अंतर्गत। तेणु से अशेष क्लेश लाभ करे। यह ही यथार्थ धर्मर संज्ञा। आजिकार वक्तव्य रे धर्म संबंध रे धर्मर संज्ञा संबंध रे कही रहुची। पुनश्च आ गोटे प्रश्न आसी जे शिक्षित एवं अशिक्षित मध्य पार्थक्य
କ'ଣ? ଆମେ ସାଧାରଣତଃ ଯାହାକୁ ଶିକ୍ଷିତ କହୁଁ ଭୌତିକ ଦୃଷ୍ଟିରୁ ସାମାନ୍ୟ ସତ୍ୟ ବୋଲି ଲାଗେ, କିନ୍ତୁ ପ୍ରକୃତରେ ସେ ଶିକ୍ଷିତ ହୋଇନଥାଏ। ଆଧ୍ୟାତ୍ମିକ ଶିକ୍ଷା ଏବଂ ସାଧନା ଯାହା ପାଖରେ ଜିରୋ, ଯେ କି ଧର୍ମ ନାମରେ ସମ୍ପ୍ରଦାୟ ଭାବକୁ ମସ୍ତିଷ୍କରେ ପୂରଣ କରିଛି, ସେ ସମ୍ପୂର୍ଣ୍ଣ ଅଶିକ୍ଷିତ। ଶିକ୍ଷା ହେଉଛି ସେ ଆଭାସ ଚେତନା ପରିବର୍ତ୍ତେ ଐଶ୍ୱରିକ ଚେତନାକୁ ଅବଧାରଣ କରିବାର ଶିକ୍ଷାକୁ ହିଁ ଶିକ୍ଷା କୁହାଯାଏ। ସେହି ଶିକ୍ଷା ଲାଭ କଲେ ଆମ ଶରୀର ମଧ୍ୟରେ ଈଶ୍ୱରଙ୍କର ସମସ୍ତ ବିଲକ୍ଷଣ, ଈଶ୍ୱରଙ୍କ ସମସ୍ତ ମହିମା, ଗୌରବ ଏବଂ ଶକ୍ତି ସାମର୍ଥ୍ୟ ଏବଂ ବିଭିନ୍ନ ବିଲକ୍ଷଣ ଆସେ, ଯାହା ଅତ୍ୟନ୍ତ ଦୁର୍ଲଭ। ମଣିଷ ସାଧାରଣ ଜୀବ ହୋଇ ଜନ୍ମ ହୁଏ, ସାଧାରଣ ଜୀବ ହୋଇ ମରେ, କିନ୍ତୁ ଯଥାର୍ଥ ଶିକ୍ଷା ଏବଂ ସାଧନା ବଳରେ ସେ ଏହି ଶରୀର ଅନ୍ତରାଳରେ ପୁନଶ୍ଚ ଏକ ତେଜମୟ ଶରୀର ନିର୍ମାଣ କରି ସେ ଅବିନାଶୀ ଶରୀର ନିର୍ମାଣ କରି ସମସ୍ତ ଦେଖିପାରେ, ଜାଣିପାରେ, ବୁଝିପାରେ ଏବଂ ଏ ସଂସାରରେ ପୂର୍ଣ୍ଣତା ଲାଭର ମହାନ ପ୍ରେମ ଏବଂ ଆନନ୍ଦ ଉପଭୋଗ କରିପାରେ। ତାହା ହିଁ ଆମ ପ୍ରାଚୀନ ମୁନି ଋଷିମାନେ ତାଙ୍କର ଗବେଷଣାରେ ସୂତ୍ର ଆକାରରେ ଦେଇଛନ୍ତି। ଯୋଗସୂତ୍ର, ବ୍ରହ୍ମସୂତ୍ର ମଧ୍ୟରେ ଆମେ ତାହା ସ୍ପଷ୍ଟ ଦେଖୁ। କିନ୍ତୁ ଆମେ ଶିକ୍ଷା ବୋଇଲେ କୌଣସି ସାମ୍ପ୍ରଦାୟିକ ପୁସ୍ତକ ପଢ଼ିଦେଲେ ଶିକ୍ଷିତ ହୋଇଯାଏ ନାହିଁ, କିମ୍ବା ଶୁଣିଦେଲେ ମଧ୍ୟ ଶିକ୍ଷିତ, ବା କୌଣସି ସାମ୍ପ୍ରଦାୟିକ ନାଚରେ ନାଚିଦେଲେ କିମ୍ବା କିଛି ଭୌତିକ କର୍ମ ସାମ୍ପ୍ରଦାୟିକ କର୍ମ କରିଦେଲେ ଯେ ଜଣେ ଶିକ୍ଷିତ ହୋଇଯାଏ, ଏହା ନୁହେଁ। ଶିକ୍ଷା ହେଉଛି ସେହି ଶିକ୍ଷା ଯାହା ମଣିଷ ଶରୀର ମଧ୍ୟରେ ଗୁଣର ପରିବର୍ତ୍ତନ କରେ, ଅଣୁକୁ ଭାଙ୍ଗି ପରମାଣୁ ରୂପରେ ରୂପାନ୍ତର କରେ ଏବଂ ମଣିଷ ଯେତେବେଳେ ସତ୍ୱଗୁଣରେ କୁ ଅବଧାରଣ କରେ ତାହାକୁ ଧାର୍ମିକ କୁହାଯାଏ ଏବଂ ସେ ହିଁ ଈଶ୍ୱରତ୍ଵ ଲାଭ କରେ। ଏହା ହିଁ ଶିକ୍ଷା। ଭାରତର ପ୍ରକୃତିରେ ଶତ୍ରୁ କିଏ? ଆଉ ଗୋଟିଏ ପ୍ରଶ୍ନ ଆସିଛି। ଭାରତର ଶତ୍ରୁ ହେଉଛି ଆମ ଭାରତରେ ଜନ୍ମ ହେଉଥିବା ଗଦ୍ଦାର ଗୁଡ଼ିକ। ଆମେ ଜାଣୁ ଯେ ଜଣେ ବ୍ୟକ୍ତି ଆମର ଯିଏକି ଆମର ବାବରକୁ ନିମନ୍ତ୍ରଣ କରିଥିଲା, ସେ ଗୋଟିଏ ମନ୍ଦିରର ପୂଜାରୀ ଥିଲା ଏବଂ ସେ ପତାକା ବାରମ୍ବାର ବାବର ପରାସ୍ତ ହୋଇ ଯେତେବେଳେ ତା ଦେଶକୁ ଫେରି ଯାଉଥିଲା, ସେତେବେଳେ ସେ ତାକୁ ସାହାଯ୍ୟ କରି 3ଟି ରାଜ୍ୟ ମାଗିଥିଲା। ବାବର କହିଲା, ତାହେଲେ ତୁ ତ ତୋର କାର୍ଯ୍ୟକ୍ରମ ପ୍ରାରମ୍ଭ କର, ମୁଁ ଏଥର ତୋର ଆଶ୍ରୟରେ ଯୁଦ୍ଧ କରୁଛି। ତାପରେ ଯୁଦ୍ଧ ହେବା ପୂର୍ବରୁ ସେ ମନ୍ଦିରର ମଙ୍ଗଳା ମନ୍ଦିରର ପତାକାକୁ କାଢ଼ିଦେଲା ଏବଂ ପ୍ରଚାର କରିଦେଲା ଯେ ଏଥର ଦେବୀ କୋପ କରିଛନ୍ତି, ତେଣୁ ପତାକା ଉଡ଼ିଯାଇଛି, ଏଥର ଯୁଦ୍ଧରେ ଆମେ ଜିତିପାରିବା ନାହିଁ। ସୈନ୍ୟମାନେ ଦୁର୍ବଳ ମନସ୍ତତ୍ଵ ନେଇ ଯେତେବେଳେ ଯୁଦ୍ଧକୁ ଗଲେ, ତାହେଲେ ସେମାନେ ପରାସ୍ତ ହେଲେ ଏବଂ ତାପରେ ମୋଗଲମାନେ ବାବରଙ୍କ ଦ୍ୱାରା ମୋଗଲମାନେ ଭାରତକୁ ଶାସନ କଲେ। ଅର୍ଥାତ୍ ଗଦ୍ଦାର ମାନେ ହିଁ ସେହିପରି ଆମର ପଳାସୀ ଯୁଦ୍ଧରେ ଇଂରେଜ ଏବଂ ମାନଙ୍କ ସଙ୍ଗରେ ଆମର
ଯୁଦ୍ଧ ହେଲା। ଭାରତୀୟମାନେ ଆମ ହାଇଦ୍ରାବାଦର ରାଜାଙ୍କ ସାଙ୍ଗରେ ଯୁଦ୍ଧ ହେଲା। ରାଜା ଅତ୍ୟନ୍ତ ଶକ୍ତିଶାଳୀ ଥିଲେ, କିନ୍ତୁ ଇଂରେଜମାନଙ୍କର 1200 ସୋଲଜର ମାତ୍ର ସୈନ୍ୟ ଥିଲେ। ଇଂରେଜମାନେ ଜଣେ ଗଦ୍ଦାରକୁ ପାଇଲେ, ତାର ନାମ ହେଉଛି ତାର ସେନାପତି ହାଇଦର ଅଲ୍ଲୀର ସେନାପତି ମିରନ। ସେଇ ଗଦ୍ଦାର ଯୁଦ୍ଧ କ୍ଷେତ୍ରରେ ଏହି 3 ଲକ୍ଷ ସୈନ୍ୟଙ୍କୁ ଠିଆ କରାଇଥିଲା। ତାପରେ ଏମାନେ 1200 ସୈନ୍ୟ ନେଇ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କରିଥିଲେ। ଏହା ହେଉଛି ଗଦ୍ଦାର। ତାପରେ ଆମର ଦେଶ ଇଂରେଜମାନଙ୍କ ହାତକୁ ଚାଲିଗଲା। ପୁନଶ୍ଚ ଆମେ ପଢ଼ୁ ମହମ୍ମଦ ଘୋରୀ ଯେତେବେଳେ ପୃଥ୍ୱୀରାଜ ଚୌହାନ ବାରମ୍ବାର ପରାସ୍ତ କରି ଆସୁଥିଲା, କିନ୍ତୁ ଜୟଚନ୍ଦ୍ର ନାମକ ଏକ ଗଦ୍ଦାର ତାକୁ ସାହାଯ୍ୟ କରିବାରୁ ସେ ପୁନଶ୍ଚ ଭାରତକୁ ପୃଥ୍ୱୀରାଜକୁ ହତ୍ୟା କରି ଭାରତକୁ ଅକ୍ତିଆର କରିନେଲା ଏବଂ ଅନେକ ବର୍ଷ। ଅତଏବ ଭାରତର ଗଦ୍ଦାର ଗୁଡ଼ିକ ସୃଷ୍ଟି ହୁଅନ୍ତି କିପରି? ଏହି ଗଦ୍ଦାର ମାନଙ୍କର ତିରୋଧାନ ନ ହେବା ପର୍ଯ୍ୟନ୍ତ ଭାରତର କୌଣସି ପ୍ରକାର ଶୁଭ କାମନା କରିବା, ଆମ ଭାରତୀୟକୁ ଯାହା ବି ଆତଙ୍କବାଦୀ ଆସନ୍ତି, ଏହି ଗଦ୍ଦାର ମାନଙ୍କର ନିମନ୍ତ୍ରଣରେ ଆସୁଛନ୍ତି। ତେଣୁ ଏହି ଗଦ୍ଦାର ମାନଙ୍କୁ ଭାରତ କିପରି ସୃଷ୍ଟି ନ ହେବେ ତାର ବ୍ୟବସ୍ଥା ଏକାନ୍ତ ଆବଶ୍ୟକ ଭାରତର ଶାସନରେ। ତେଣୁ ଆମେ ସମସ୍ତେ ଚିନ୍ତା କରିବା ଯେଭଳି ଆମ ଭାରତରେ ଗଦ୍ଦାର ସୃଷ୍ଟି ନ ହୁଅନ୍ତୁ। ସେ ଯାହା ଥାଉ, ଆମେ ରାଜନୀତି ସମ୍ବନ୍ଧରେ ଏତେ ସମ୍ବନ୍ଧିତ ନୁହେଁ, କିନ୍ତୁ ଆମେ ଆଧ୍ୟାତ୍ମିକ ବିଷୟରେ ଯଥେଷ୍ଟ ଶିକ୍ଷା ସାଧନା ସମ୍ବନ୍ଧରେ ଯଥେଷ୍ଟ ଚିନ୍ତାଶୀଳ ଏବଂ କ୍ରିୟାଶୀଳ ହେବା ଉଚିତ। କାହିଁକି ଶିକ୍ଷା ବିନା ମଣିଷ ମଣିଷତ୍ଵ ଲାଭ କରେ ନାହିଁ। ଏପରିକି ମଣିଷ ବୋଲି ତାକୁ କୁହାଯାଏ ନାହିଁ। କାହିଁକି ମଣିଷ ଆଭାସ ଚେତନାର ଅନ୍ତର୍ଗତ ଥିବା ପର୍ଯ୍ୟନ୍ତ ଗୋଟିଏ ସାଧାରଣ ଜୀବ। ସେ ଯେତେ ପାଠ ପଢ଼ୁ, କଲେକ୍ଟର ହେଉ, IAS ଅଫିସର ହେଉ ବା କୌଣସି ମହତ୍ ପଦପଦବୀରେ ରହୁ, ତଥାପି ବି ତା ମଧ୍ୟରେ ଐଶ୍ୱରିକ ଚେତନା ଆସୁନଥିବାରୁ ସେ ଗୋଟିଏ ସାଧାରଣ କୀଟ ସଦୃଶ୍ୟ, ତାହାର ମୂଲ୍ୟ ନାହିଁ। ତାହାକୁ ଯଥାର୍ଥ ମଣିଷ କୁହାଯାଏ, ଯଥାର୍ଥ ସୁନ୍ଦର କୁହାଯାଏ, ଯଥାର୍ଥ ପ୍ରଜ୍ଞାବାନ ପୁରୁଷ କୁହାଯାଏ, ଯେ କି ଯଥାର୍ଥ ଶିକ୍ଷା ବଳରେ, ଯଥାର୍ଥ ସାଧନା ବଳରେ ନିଜ ଶରୀର ମଧ୍ୟରେ ଐଶ୍ୱରିକ ଚେତନାକୁ, ସତ୍ୱଗୁଣକୁ ଅବଧାରଣ କରିପାରେ ଏବଂ ଅତୀନ୍ଦ୍ରିୟ ଜଗତର ସମସ୍ତ ଐଶ୍ୱର୍ଯ୍ୟ ଲାଭ କରିଥାଏ। ଆମେ ଏଇଭଳି ଗୋଟିଏ ଶିକ୍ଷାର ଅନୁଗତ, ଯେଉଁ ଶିକ୍ଷା ଆମକୁ ସେଭଳି ରୂପାନ୍ତରିତ କରିଥାଏ ଏବଂ ଆମ ଯଥାର୍ଥ ସ୍ୱରୂପରେ ପ୍ରତିଷ୍ଠିତ କରିଥାଏ ଏବଂ ଯଥାର୍ଥ ଐଶ୍ୱର୍ଯ୍ୟ ବା ବିଲକ୍ଷଣର ଅଧିକାରୀ କରିଥାଏ। ଓଁ ଶ୍ରୀ ଶ୍ରୀ ରାମକୃଷ୍ଣାୟ ନମଃ।